Good evening, friends. Welcome to Bank Bala Option Channel, Seller Channel. ସର୍ବପ୍ରଥମେ ମୁଁ ସମସ୍ତଙ୍କୁ ସରି କହୁଛି। ମୁଁ 6 ତାରିଖ ପରେ ଆଉ କିଛି ଭିଡ଼ିଓ କରିପାରି ନାହିଁ। ଯେହେତୁ ମୋର ହେଲ୍ଥ ଟିକେ ଇସ୍ୟୁ ଥିଲା, ତାପରେ ମୁଁ ଭିଡ଼ିଓ କରିପାରିନି ଆଉ ଟ୍ରେଡ୍ ବି ନେଇପାରିନି। ଗୋଟେ ହିଁ ଟ୍ରେଡ୍ ନେଇଥିଲି 7 ତାରିଖ ଦିନ, ବଟ୍ ସେଇଟାର ଭିଡ଼ିଓ ଅପଲୋଡ୍ କରିନି। ଆଜି ଆମେ ସେ ଉପରେ ଆଲୋଚନା କରିବା। ମୋର 7 ତାରିଖର ଟ୍ରେଡ୍ କ'ଣ ଥିଲା ସେ ଉପରେ ଆମେ ଆଲୋଚନା କରିବା। ଚାଲନ୍ତୁ ଆମେ ଆରମ୍ଭ କରି ଦେଖିବା ପ୍ରଥମେ ସେଦିନ କ'ଣ ଥିଲା ବୋଲି। 7 ତାରିଖ ମୋର ସେଦିନ ମୁଁ ଗୋଟେ ଟ୍ରେଡ୍ ନେଇଥିଲି, ସେଥିରେ ମତେ ଲସ୍ ହେଇଛି 6983 ର ମୋର ଲସ୍ ହେଇଛି। ଆଉ ସେ ଲସ୍କୁ ଆମେ ତର୍ଜମା କଲେ କାହିଁକି ମୋର ଲସ୍ ହେଲା, ଆମେ ଚାହିଁଥିଲେ କେମିତି ବଞ୍ଚି ପାରିଥିଲେ ସେଥିରୁ, ଆମେ କ'ଣ ଶିକ୍ଷା ପାଇଲେ ସେ ଉପରେ ଆମେ ଆଲୋଚନା କରିବା। ପ୍ରଥମେ ଦେଖିବା ଟ୍ରେଡ୍‌ଟି କ'ଣ ଥିଲା। 7 ତାରିଖର ଟ୍ରେଡ୍ ଦେଖିଦେବା। ତା ପୂର୍ବରୁ 6 ତାରିଖର ଟ୍ରେଡ୍ ଟିକେ ରିଭିଜନ କରିଦେବା। 6 ତାରିଖର ଟ୍ରେଡ୍ 6 ତାରିଖରେ ଆମେ କ'ଣ ନେଇଥିଲେ, 13 ତାରିଖ ନେଇଥିଲେ 35 ପଏଣ୍ଟ ରଖିଥିଲେ। ଆମ ପ୍ରଫିଟ୍ ହେଇଥିଲା 6414 ପ୍ରଫିଟ୍ ହେଇଥିଲା। ଆମେ ନେଇଥିଲେ ଥିଲା 13/1 ମୁଁ ନେଇଥିଲି 26,000 ଷ୍ଟ୍ରାଇକ୍ ଲସ୍ ନେଇଥିଲି। ଆମେ ହଉ ଚାର୍ଟକୁ ଯିବା। ଆମର ପ୍ରଥମ କାମ ହଉଛି ପ୍ରଥମେ କ'ଣ କରିବା, ଟ୍ରେଡ୍ ନେବା ପୂର୍ବରୁ ଆମେ ରିସର୍ଚ୍ଚ କରିବା ଯେ କ'ଣ ଅଛି କ'ଣ ନାହିଁ। ମୁଁ ପ୍ରଥମେ କ'ଣ କହିଥିଲି, ଆମେ ନେବା 200 EM ରେ ଦେଖିଦେବା ଅପ୍ ଅଛି କି ଡାଉନ୍ ଅଛି। 7 ତାରିଖ ଦିନ ମାର୍କେଟ ଖୋଲିଲା 200 EM ର ଡାଉନ୍ ରେ ଖୋଲିଲା, ତ ଆମେ ଯିବା ବେରିଶ୍ ଭ୍ୟୁ ରେ ଯିବା। ଆଉ ଗୋଟେ ପଏଣ୍ଟ କ'ଣ ଦେଖିବା, ପୂର୍ବ ଦିନର ହାଇ କୁ ମାର୍କ କରିଦେବା। ପୂର୍ବ ଦିନର ଲୋ କୁ ମାର୍କ କରିଦେବା। ଏଇଠି ଯିବା, ଲୋ ଏଇଠି ଥିଲା। ଏଇଟା ମୁଁ ଆଗରୁ ରଖିଛି, ଆପଣଙ୍କୁ ଗୋଟେ ଚ୍ୟାନେଲ ରଖିଥିଲି ଏଇଟା। ମୁଁ ଯୋଉ ଟଚ୍ କରିବୁ କହିଥିଲି ଆପଣଙ୍କୁ, ପୂର୍ବ ଥର ମୁଁ ଆଲୋଚନା କରିଥିଲି ଏ ବିଷୟରେ। 6 ତାରିଖ ଦିନ ହାଇ କେତେ ଥିଲା ମାର୍କେଟ 26,274, ଆଉ ଲୋ ଥିଲା 26,125। ତ ମୋର ପ୍ଲାନ୍ କ'ଣ ଥିଲା, 26,125 କୁ କ୍ରସ୍ କଲେ ମୁଁ ପୁଟ୍ ଟ୍ରେଡ୍‌ରେ ଯିବି, ଅର୍ଥାତ୍ କଲ୍ ସେଲ୍ କରିବି। ମୁଁ ଏଣ୍ଟ୍ରି କଲି, ଏ ଜାଗାରେ ଏଣ୍ଟ୍ରି କଲି 26,125। ତାପରେ ମାର୍କେଟ ଏଇଠୁ ରିଭର୍ସ ଆରମ୍ଭ କଲା। ପାଖାପାଖି ମାର୍କେଟ ଯାଇଥିଲା, ମୋତେ ପ୍ରଫିଟ୍ ବି ଦେଇଥିଲା। ପ୍ରଥମେ 26,097 ପଏଣ୍ଟରୁ ମାର୍କେଟ କ୍ରସ୍ କଲା 26,187। ମୁଁ ପାଖାପାଖି ଏ ଜାଗାରେ ଏକ୍ଜିଟ୍ କରିଦେଲି। କାରଣ ମୋ ଷ୍ଟପ୍ ଲସ୍ ପଏଣ୍ଟ 30ରୁ 30 ପଏଣ୍ଟ, ମ୍ୟାକ୍ସିମମ୍ 50 ପଏଣ୍ଟ, କାହିଁକି ନା 200 EM ତଳେ ଥିଲା, କିନ୍ତୁ ବହୁତ ଗ୍ୟାପ୍ ଥିଲା, ଏ ଭିତରେ ବହୁତ ଗ୍ୟାପ୍ ଥିଲା। ତ ମୁଁ ୱେଟ୍ କରିପାରିଥାନ୍ତି 26,200 ପର୍ଯ୍ୟନ୍ତ, କିନ୍ତୁ ମୁଁ ଯେହେତୁ ମୋ ଷ୍ଟପ୍ ଲସ୍ ରଖିଛି 30 ରୁ 50% ଭିତରେ, ମୁଁ ସେଥିରେ ଏକ୍ଜିଟ୍ କରିଲି। ସେଇଠୁ ପୁଣି ଥରେ ଆଉଥରେ ମାର୍କେଟ ରିଭର୍ସ କଲା, ବହୁତ ଭଲ ପ୍ରଫିଟ୍ ଦେଇଥିଲା। ମୁଁ ଯୋଉ ଟ୍ରେଡ୍ ନେଇଥିଲି ଟ୍ରେଡ୍ ଠିକ୍ ଥିଲା, କିନ୍ତୁ ମୋର ସେ ଷ୍ଟପ୍ ଲସ୍ କୁ ପ୍ରଥମେ ହିଟ୍ କରିକି ନେକ୍ସଟ ଦିଗରେ ପୂର୍ବ ଦିଗରେ ଆସିଲା। ଏ ଭିତରେ ମୁଁ ବହୁତ ଗୋଟେ ପଏଣ୍ଟ ମିସ୍ କରିଦେଇଛି, ଯୋଉଥିପାଇଁ ମୁଁ ଷ୍ଟପ୍ ଲସ୍ ନେବାକୁ ବାଧ୍ୟ ହେଲି। ଚାହିଁଥିଲେ ରଖିପାରୁଥିଲି, ଆମେ ସେ ଉପରେ ବି ଆଲୋଚନା କରିବା। ତା ପୂର୍ବରୁ ଆମେ ଆରମ୍ଭ କରିଦେବା, ଆମର ଟ୍ରେଡ୍ ଜର୍ନାଲ ଆରମ୍ଭ କରିଦେବା। ଚାଲନ୍ତୁ ଯିବା ଆମ ଟ୍ରେଡ୍ ଜର୍ନାଲକୁ। ଡେଟ୍ ଥିଲା 7/1/26। 7 ତାରିଖ ଥିଲା ଫାର୍ଷ୍ଟ ଡେ ଥିଲା ଆମର। ଲେଖିବେ ଫାର୍ଷ୍ଟ ଡେ ୱେଡନେସଡେ। ମୁଁ କୋର୍ସ କରୁଛେ ନିଫ୍ଟି ଫିଫ୍ଟି କରୁଛେ। ମୁଁ କୋଉଥିରୁ ଏକ୍ସପାୟାର ନେଇଥିଲି, 13 ଜାନୁଆରୀ 25,900 ନେଇଥିଲି ଏଥର।
କଣ ହୋଇଥିଲା 25,900 ଯାଏଁ ଆସିବ ମାର୍କେଟ ବୋଲି। ମାର୍କେଟ 25,900 ଏ ଯାଏଁ ପ୍ଲାନ୍ ଥିଲା ମୋର ଆସିବ ବୋଲି ମାର୍କେଟ ଆସିଲା, କିନ୍ତୁ ମୋର ଷ୍ଟପ ଲସ୍ ହିଟ୍ କରିଦେଇଥିଲା। ତାପରେ ଆଉ ମୋ ଦେହ ଖରାପ ଯୋଗୁଁ ମୁଁ ଆଉ ଟ୍ରେଡ୍ ନେଇପାରିଲିନି। ଏତେ ବଡ ରାଲିଟେ ମୁଁ ମିସ୍ କଲି। ନେଇଥିଲେ ନେକ୍ସଟ ଡେଟ୍ ନେଇଥିଲେ 13 ଏକ 26 ର ନେଇଥିଲେ, ଦିଟା ଲଟ୍ କରିଥିଲେ। ଦିଟା ଲଟ୍ ଆମକୁ ଆସିଥିଲା ପାଖାପାଖି ଲକ୍ଷେ 30 ଆସିଥିଲା। ଟପ୍ ଲସ୍ ଥିଲା 32 ପଏଣ୍ଟସ୍। ଭିଉ କଣ ଥିଲା ଆମର, ଯେହେତୁ 200 EM ଡାଉନ୍ ଅଛି, ଆମର ଥିଲା ବେରିଶ ଭିଉ ଥିଲା। ଏଇଟା ସବୁବେଳେ ଲେଖିବାର ଅଭ୍ୟାସ କରିବାକୁ ପଡିବ। ମୁଁ ବି ଏବେ ଆପଣଙ୍କୁ ପାଖରେ ଦେଖଉଛି, ଆଉ ମୁଁ ବି ଅଭ୍ୟାସ କରିବି ଏସବୁ। ଆମେ ଭିକ୍ସ ଉପରକୁ ଯିବାନି ଏବେ, ଲେଟର ଟିକେ ବଡ କରିଦେବା। ଏବେ କ୍ଲିୟର ଦେଖାଯାଉଥିବ ଏବେ। ଟ୍ରେଣ୍ଡ କଣ ଥିଲା, ଡାଉନ୍ ଥିଲା, ବେରିଶ ଥିଲା। ସପୋର୍ଟ ଆମେ କଣ କହିଛେ, ଯଦି ବେରିଶ ଅଛି ଆମେ କଣ ଦେଖିବା, ରେଜିଷ୍ଟାନ୍ସ ଦେଖିବା। ରେଜିଷ୍ଟାନ୍ସ ଆମର କୋଉଠି ଥିଲା, ରେଜିଷ୍ଟାନ୍ସ ଆମର ଥିଲା, ଦେଖନ୍ତୁ ମୁଁ ଗୋଟେ ଏଇଠି କୋଉଠି ଭୁଲ କଲି ଆପଣଙ୍କୁ ମୁଁ ଦେଖଉଛି ଦେଖନ୍ତୁ। ପୂର୍ବ ଦିନର ମାର୍କେଟ କଣ କଲା, ଏଇଠି ଗୋଟେ ପଏଣ୍ଟ ନେଲା, ସେକେଣ୍ଡ ପଏଣ୍ଟ ଏଇଠି ନେଲା, ଥାର୍ଡ ପଏଣ୍ଟ, ତିନିଟି ଜାଗାରେ ରେଜିଷ୍ଟାନ୍ସ ନେଇଥିଲା। ମୁଁ ଯଦି ଏ ତିନୋଟି ଲାଇନକୁ ମିଶେଇକି ଗୋଟେ ଲାଇନ ବାହାର କରିଥାନ୍ତି, ଦେଖିବେ ଇଏ ସେ ଜାଗାରେ ଆସିକି ଅଟକି ଥିଲା, ଯୋଉଟା କି ମୁଁ ମିସ୍ କରିଦେଲି। 1 ନମ୍ବର, 2 ନମ୍ବର, 3 ନମ୍ବର, ଦେଖନ୍ତୁ ଏକ୍ସାକ୍ଟ ସେମ୍ ମୁଁ ଆପଣଙ୍କୁ ଦେଖଉଛି 1 ମିନିଟ୍ କାରଣ ମୁଁ କୋଉଠି ଏକ୍ଜିଟ୍ କଲି ଦେଖୁଛି ଆପଣଙ୍କୁ। ଦେଖ ମୁଁ 1 ମିନିଟ୍ କୁ ଯିବା, ମାର୍କେଟ ଏତେ ଜୋରେ ପ୍ରଫିଟ୍ କଲା, ମୁଁ ଆଉ ବାଧ୍ୟ ହେଲି ଏକ୍ଜିଟ୍ କରିବା ପାଇଁ। ବାର ବନ୍ଦ କରିଦो, ଇଏ କନଫ୍ୟୁଜ ହବା। ଦେଖନ୍ତୁ 7 ତାରିଖରେ କରିଦो, ଏକ୍ସାକ୍ଟ ସେ ତିନିଟା ପଏଣ୍ଟକୁ ମିଶା ଯିବ। ମୁଁ ଦେଖନ୍ତୁ ଏ କ୍ୟାଣ୍ଡେଲ ମୁଁ ଏକ୍ଜିଟ୍ କଲି, ମାନେ ମୁଁ ବି ଥିଲି ଏଇ ପଏଣ୍ଟ ଯାଏଁ ରହିଥିଲି, କାହିଁକିନା ମୁଁ ଭାବୁଥିଲି ମାର୍କେଟ ରିଭର୍ସ କରିଯିବ ଏଇ ପଏଣ୍ଟ ଦିନର ଓପନିଂ ପଏଣ୍ଟ ରୁ ବି 26,166 ପର୍ଯ୍ୟନ୍ତ। ମୋର ଷ୍ଟପ୍ ଲସ୍ ଥିଲା 26,166, ଦିନର ଓପନିଂ ଥିଲା ସେଇଟା। ବଟ୍ ଏ ଯଦି ଏ ତିନିଟି ପଏଣ୍ଟକୁ ମୁଁ ଆଡ କରି ଗୋଟେ ଗାର କାଟିଥାନ୍ତି ରେଜିଷ୍ଟାନ୍ସ ଲାଇନ, ଏକ୍ସାକ୍ଟ ସେଇ ପଏଣ୍ଟକୁ ସେ ରିଭର୍ସ କଲା। ଏ ରିଭର୍ସ କଲା 0.1, 0.2 ଦେଖୁଛ 0.1, ଦିଟା ପଏଣ୍ଟ ରିଭର୍ସ କଲା ଏକ୍ସାକ୍ଟ ସେମ୍। ମୋର ଯୋଉ ମୁଁ ଟ୍ରେଡ୍ ନେଲି ଏଇଠୁ ଡାଉନ କଲାକୁ 125 କ୍ରସ୍ କଲା, ପୂର୍ବ ଦିନର ଲୋକୁ କ୍ରସ୍ କଲା, ମୁଁ ସେଠି ଏଣ୍ଟ୍ରି କଲି। ମୋର ଏକ୍ଜିଟ୍ ଥିଲା ଦିନର ଓପନିଂ, ଅର୍ଥାତ୍ ଦିନର ହାଇ ଥିଲା। ତ 26,166 ମୋର ଷ୍ଟପ୍ ଲସ୍ ଥିଲା। ତା ଉପରକୁ ଗୋଟେ ରେଜିଷ୍ଟାନ୍ସ ଥିଲା, ମୁଁ ଆଉ ମାର୍କ କରିନି, ଯୋଉଟାକି ମୋର ସେ ଗୋଟେ ପ୍ରୋବ୍ଲେମ ହେଲା, ନହେଲେ ମୁଁ ଏଇ ୱେଟ୍ କରିପାରିଥାନ୍ତି। ଯଦି ୱେଟ୍ କରିଥାନ୍ତି ଇଏ ମତେ ଭଲ ପ୍ରଫିଟ୍ ଦେଇଥାନ୍ତା। ତ ପ୍ରକୃତ ଆମ ରେଜିଷ୍ଟାନ୍ସ କଣ ଥିଲା, 26,183, 26,183। ଏସବୁ ଜିନିଷ ସବୁବେଳେ ଆପଣ ଲେଖିବେ, ଏଇଟା ତ ଆପଣଙ୍କୁ ସବୁ ମନେ ରହିବ। 26,183 ମୋର ତ ଥିଲା 26,166, 20 ପଏଣ୍ଟ ଡିଫରେନ୍ସ ଯୋଗୁ ମୁଁ ସେଦିନ ଲସ୍ ରେ ପଶିଲି। ଟ୍ରେଡ୍ ଠିକ ଥିଲା, କିନ୍ତୁ ମୋର ଏକ୍ଜିଟ୍ ଭୁଲ ହେଇଗଲା। ଏକ୍ଜିଟ୍ ଟିକେ ଆଉ ଟିକେ ଜଲ୍ଦି ଏକ୍ଜିଟ୍ କରିଦେଲି। ପ୍ଲସ୍ ମୁଁ ଆଉ କଣ ଭୁଲ ଥିଲା, ମୁଁ ଦିଟା ନେଇଥିଲି
ଦିଟା ଲଟ୍ ନେଇଥିଲି ତ କ୍ୱାଣ୍ଟିଟି ଅଧିକ ଥିଲା ଯଦି ଗୋଟେ କ୍ୱାଣ୍ଟିଟି ଥାନ୍ତା ମୋର ଗୋଟେ ଲଟ୍ ଥାନ୍ତା ମତେ ଇଜି ହେଇଥାନ୍ତା ସେଟା ସୁବିଧା ହେଇଥାନ୍ତା ମତେ ଷ୍ଟ୍ରାଟେଜି ଆମେ ଅବଶ୍ୟ କଣ ୟୁଜ କଲେ ସେ 200 EMA ୟୁଜ କଲେ ଆମେ ଗୋଟେ ଷ୍ଟ୍ରାଟେଜି ହିଁ ଯିବା ବହୁତ ଆଗକୁ ଯିବା ଆମର କଣ ହେଇଥିଲା ମାର୍କେଟ ଓପନ ହେଇଥିଲା 200 EMA ରେ ଓପନ ହେଇଥିଲା ତଳେ ଓପନ ହେଇଥିଲା ଇନଷ୍ଟ୍ରୁମେଣ୍ଟ କଣ ହେଇଥିଲା ସେଲ କରିବା ପାଇଁ ଉଲ୍ଟା ଆମେ କଣ ହେଇଥିଲେ 25,900 ହେଇଥିଲେ କାରଣ ଲାଷ୍ଟ ଟାଇମ ଯେହେତୁ 26,000 ମାର୍କେଟ ଖସିବ ବୋଲି ଆଉ ଗୋଟେ ପଏଣ୍ଟ ତଳକୁ ଯାଇଥିଲେ କ୍ୱାଣ୍ଟିଟି ଆମେ ଟିକେ ଯେହେତୁ ଅଧିକ ନେଇଥିଲେ କଣ୍ଟ୍ରୋଲ କରିପାରିଲେନି ଷ୍ଟପ୍ ଲସ୍ କମ ଥିଲା ମୋର 26,166 ଥିଲା ବଟ୍ ଏଇଠି ଥିଲା ରେଜିଷ୍ଟାନ୍ସ ଥିଲା ଏଇଠି ମୋ ଷ୍ଟପ୍ ଲସ୍ ଥିଲା ଏଇଠି ତ ସେ 20 ପଏଣ୍ଟ ପାଇଁ ମୁଁ ସେଦିନ ଲସ୍ ଥିଲି ଟାର୍ଗେଟ କଣ ଥିଲା ଦେଖ ଟାର୍ଗେଟ ମୋର ଥିଲା ମିନିମମ୍ ଏଇଟ ଟଚ୍ କରିବ କୋଉଠିକି ଏଇ ଜାଗାକୁ ଟଚ୍ କରିବ 26,099 26,099 ଆମକୁ କେତେ ଲସ୍ ହେଇଛି ଆମକୁ 6,983 6,983 ମୁଁ ଲସ୍ ହେଇଛି କେତେ ପରସେଣ୍ଟେଜ ଆମ ଲସ୍ ହେଲା ଗାର ପଡ଼ିଯାଇଛି ହଉନି ଆମେ କାଲକୁଲେଟ କରିବା ପକଉଛେ କଣ କରୁ 6,983 ଡିଭାଇଡ 130 5.4 ଆସିଲା 5.4 ଆମେ ପ୍ରଫିଟ କଲେ 4.5 ରେ ଲସ୍ କଲେ 5.4 ରେ ବ୍ରୋକରେଜ ଆମର କେତେ ଗଲା ସେଦିନ 143 ନେଟରେ କଣ ହେଲା ଲସ୍ ହେଲା ମାର୍କେଟ ରିପୋର୍ଟ ଠିକ ଥିଲା ମୋର ଠିକ ଜାଗାରେ ନେଇଥିଲି ବି ରୁଲ ବି ଫଲୋ କରିଛି ଇମୋସନ ବି କିଛି ନଥିଲା ଠିକ ଥିଲା ମୋର one to the what went right bearish mode active ହେଲା bearish mode ଥିଲା ଏକ୍ଜିଟ୍ କଣ ଥିଲା ମୁଁ ରେଜିଷ୍ଟାନ୍ସ ଆଉ ଗୋଟେ ରେଜିଷ୍ଟାନ୍ସ ନ ଦେଖିକି ତା ପୂର୍ବରୁ ଏକ୍ଜିଟ୍ କରିଦେଲି କୁଇକ୍ ଏକ୍ଜିଟ୍ କରିଦେଲି ଯେହେତୁ ବଡ ଗୋଟେ ସିଙ୍ଗଲ ବଡ କ୍ୟାଣ୍ଡେଲ ହେଇଥିଲା ଦେଖନ୍ତୁ ଏଇଠି ଏଇ କ୍ୟାଣ୍ଡେଲଟା ଏଇ ଗୋଟେ କ୍ୟାଣ୍ଡେଲ ବଡ କ୍ୟାଣ୍ଡେଲ ଥିଲା ଗୋଟେ କ୍ୟାଣ୍ଡେଲ ଏଇ କ୍ୟାଣ୍ଡେଲ ବହୁତ ଓପନ କେତେ 183 167 ପାଖାପାଖି ଇଏ 17-18 ପଏଣ୍ଟ ଗୋଟେ କ୍ୟାଣ୍ଡେଲ ଥିଲା ଏ ଗୋଟେ କ୍ୟାଣ୍ଡେଲ ମୋର ଷ୍ଟପ୍ ଲସ୍ ଆଣିଦେଲା ମୋର ଆମେ କଣ ଦେଖିବେ ସଡନ ରିଭର୍ସ ହେଲା ମାର୍କେଟ ରିଭର୍ସ ହେଲା ମୁଁ କାରଣ ମାର୍କେଟ ନେଲି କୋଉଠି ଏଇଠି ନେଇଥିଲି ଏଇଠି ଖସିକି ଧରିଲି ସଡନ ରିଟର୍ନ ହେଲା ରିଭର୍ସ ହେଲା କୁଇକ୍ ରିଭର୍ସଲ ଦେଖିବା ରିଭର୍ସ ହେଲା ମାର୍କେଟ ଇମ୍ପ୍ରୁଭ ଆଉ କଣ ଅଛି ଏକ୍ଜିଟ୍ ଆମେ ଏକ୍ଜିଟ୍ କଲୁ ପେସେନ୍ସ ବି ପେସେନ୍ସ ଆଉ ରଖିବାକୁ ପଡିବ ଏଜୁକେସନ କରିଥିଲି 5 କରିଥିଲି ଡିସିପ୍ଲିନ ବି 5 ଥିଲା ଠିକ ପେସେନ୍ସ ଆହୁରି ହେଇପାରୁନି ଗୁଡ ଟ୍ରେଡ ଟ୍ରେଡ ଠିକ ଥିଲା ଭୁଲ କୋଉଠି ମୋର ଭୁଲ କୋଉଠି ହେଲା ଏକ୍ଜିଟ୍ କରିଦେଲି ତ ବହୁତ ବଡ ବଡ ଟ୍ରେଡ ମିସ୍ କରିଦେଲି ଗୁଡ ଟ୍ରେଡ ଏକ୍ଜିଟ୍ ଲସ୍ ଏକ୍ଜିଟ୍ ଲସ୍ ଦେଖିଲେ ସାଙ୍ଗମାନେ ଏମିତି ଆମେ ଗୋଟେ ଜର୍ଣ୍ଣାଲ ସବୁଦିନ ମେଣ୍ଟେନ ଯୋଉ ଟ୍ରେଡ ନେବା ଯାହା ଟ୍ରେଡ କରିବା ଯାହା ଠିକ କରିବା ଭୁଲ କରିବା ଆମେ ଏଠି ସବୁ ମେଣ୍ଟେନ କରିକି ଚାଲିବା ଗୋଟେ ମନ୍ଥ ପାଇଁ ଗୋଟେ ସିଟ୍ କରିବା ନେକ୍ସଟ ମନ୍ଥ ଆଉ ନେକ୍ସଟ ସିଟ୍ କୁ ଯିବା ତାପରେ ତ ବହୁତ ମାର୍କେଟ ଡାଉନ କରିଛି
ଆଉ ମୋ ଦେହ ଖରାପ ଯୋଗୁଁ ମୁଁ ଆଉ ବଡ଼ ରାଲିଟାକୁ ମିସ୍ କଲି। ତାପରେ ଆଜି ମୁଁ ଆସିଛି ଗୋଟେ ଆଜି ମୁଁ ଟ୍ରେନ୍ ନେଇଛି ଆପଣଙ୍କୁ ପରେ ତା ଉପରେ ଆଲୋଚନା କରିବା ପୁଣି ଥରେ ଯେତେବେଳେ ଏକ୍ଜିଟ୍ କରିବି ସେଇ ଟ୍ରେଡ୍ରୁ ମୁଁ ଆପଣଙ୍କୁ ସେ ଉପରେ ଆଲୋଚନା କରିବା। ଆଜି ପାଇଁ ଏତିକିରେ ରଖିବା ଭିଡ଼ିଓ ରଖିବା ଆଉ ସମସ୍ତଙ୍କୁ ଅନୁରୋଧ କରୁଛି ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ, ଲାଇକ୍ ଆଉ କମେଣ୍ଟ କରନ୍ତୁ। ଯାହା ଯାହା ଆପଣଙ୍କୁ ଅସୁବିଧା ହେଉଛି ଆପଣ ବି ଭାବୁଛନ୍ତି ଯେ ଏଇଟା ଡିସ୍କସନ୍ କରିବା ସେଟାକୁ ଆପଣ କମେଣ୍ଟରେ ଲେଖିକି ଦିଅନ୍ତୁ। ଏଠୁ ବିଦାୟ ନେଉଛି। ଜୟ ଜଗନ୍ନାଥ।